जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम करी आज आम नुआ गोटे वास्तुर टॉपिक करिबा। आमे वास्तु मते स्थान निरूपण रे परिवेशर भूमिका उपरे एई सीरीज रो वीडियो गुडा को चलैछु। तो आमे ऑलरेडी अप्राकृतिक संगठन सारी देइछु कि मनुष्यकृत जिनिस गुड़िक जदि कि बळी भाबरे कोन कोन रहिले हम घर चारिपटे सेटा कोन इंपैक्ट हमकु दबो सेटा ऑलरेडी कंप्लीट कर देइछु। एवं पर्वत मध्य कंप्लीट कर देइछु जदि प्राकृतिक संगठन हिसाब रे पर्वतटा कोनोसी घरर चारिपटे रहिला को डायरेक्शन रे रहिले कोन रिजल्ट दबो सेटा भी हमें कंप्लीट कर देइछु। आमे ए डायरेक्शन रे केवल एतिकी कहिबु जदि कोनोसी प्राकृतिक संगठन कोनोसी दिगरे रहिछि सेटा भलो कि खराब एवं जदि खराब ताले कोन खराब कोन प्रॉब्लम दबो ना सेई दिगर प्रॉब्लम दबो सेई दिगर कारक तत्व को नै कि प्रॉब्लम दबो। लेट्स से ईस्ट रे कोनोसी गोटे पर्वत रहिबा खराब ताले ईस्ट रो कोन खराब हबो सेटा ऑलरेडी गोटे वीडियो ऑलरेडी बना जाइछि। तेणु आपण माने से प्ले लिस्ट को जाई कि चेक करि परिबे जोतरे थिला अष्टदिग दोष एवं तार रिमेडी हम गोटे छोट डिस्कशन करथलु सेइथरे अछि। आपण से प्ले लिस्ट को जाई चेक करि परिबे। আজি আমি সেই বাস্তুক্রমরে মানে প্রাকৃতিক পরিবেশ মতে বাস্তু মতে স্থান ନିର୍ବାଚନ କରିବାର ପର୍ବତ ସାରି ଦେଇଛୁ। ଆଜି ଆମେ ପଢିବା ଯେ ବିଭିନ୍ନ ଡିରେକ୍ସନ ରେ ଯଦି ସମୁଦ୍ର ପୁଷ୍କରିଣୀ ଅନ୍ୟାନ୍ୟ ଜଳ ଭଣ୍ଡାର ଗୁଡିକ ରହିଲା ତାହେଲେ ସେ କିଭଳି ଭାବରେ ବାସ୍ତୁକୁ ଇମ୍ପାକ୍ଟ କରିବ ଗୋଟେ ଲୋକର। ତେବେ ଚାଲନ୍ତୁ ଆରମ୍ଭ କରିବା। ଆମର ସେସନ ଥିଲା କଣ? ଆମେ ସେସନ ଥିଲା ବାସ୍ତୁ ମତେ ସ୍କ୍ରିନ୍ ଆସିଲେ ସ୍ଥାନ ନିର୍ବାଚନରେ ସ୍କ୍ରିନ୍ ଟା ସେୟାର କର। ପରିବେ ହଁ ସ୍କ୍ରିନ୍ ଆସିଲେ। ହଁ ହଁ ସ୍କ୍ରିନ୍ ଆସିଲା। ପରିବେଶର ଭୂମିକା ଠିକ ଅଛି। ହୁଁ ଏଟା କ୍ଲିୟର ହେଇଗଲେ ଆମେ ଅଲରେଡି ପର୍ବତ ସାରି ଦେଇଛେ। ଆଜି ଆମେ ପଢିବା ସମୁଦ୍ର ବାସ୍ତୁ ମତେ ସ୍ଥାନ ନିର୍ବାଚନରେ ପରିବେଶର ଭୂମିକା। ଯଦି ଘରର ଚାରିପଟେ ସମୁଦ୍ର ଅଛି, ପୁଷ୍କରିଣୀ ଅଛି, ଗଡିଆ ଅଛି, ଅନ୍ୟାନ୍ୟ ଜଳ ଭଣ୍ଡାର ଅଛି, ତାହେଲେ ସେଗୁଡାକ ଆମର ବାସ୍ତୁକୁ କିଭଳି ଭାବରେ ଇମ୍ପାକ୍ଟ କରିବ ଏଇ ବିଷୟଟା ଆମେ ଆଜି ଭଲସେ ଜାଣିବା। ସର୍ବପ୍ରଥମେ ଆଜି ଜାଣିବା କଣ କଣ ଅଛି ନା ସମୁଦ୍ର, ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳ ଭଣ୍ଡାର। ଅନ୍ୟାନ୍ୟ ଜଳ ଭଣ୍ଡାର ଠିକ ଅଛି ନା ଭାଇ? ଦେଖ ଜଳ ହିଁ ଜୀବନ ଏଇଟା ଆମେ ସମସ୍ତେ ଜାଣିଛେ। ସମୁଦ୍ର, ନଦୀ, ପୁଷ୍କରିଣୀ ଜଳର ସୋର୍ସ। ଦେଖିବେ ଜଙ୍ଗଲରେ ଯୋଉଠି ପାଣି ମିଳୁଥିବ ଜୀବଜନ୍ତୁ ମାନେ ସେଇ ଜାଗାକୁ ଯାଇକି ପାଣି ପିଉଥିବେ ଏବଂ ବାଘ ସେଇ ପାଣି ପିଇଲା ଜାଗା ପାଖରେ ବସିକି ଅନେଇଥିବ ଶିକାର କରିବାକୁ। ରାଜାକୁ ଭଏସ ଆସୁଛି ତ? ହୁଁ 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 ହଁ। ତେଣୁ ଜଳ ଶକ୍ତିର ଉତ୍ସ ଏବଂ ଜଳ ଯେତେବେଳେ ଆମେ କର୍ମକାଣ୍ଡରେ ସଂକଳ୍ପ କରୁ ସେତେବେଳେ ଜଳ ଧରି କରୁ। ହୁଁ ଜଳ ଅନେକାଂଶରେ ଜୀବନକୁ ପ୍ରଭାବିତ କରେ। ଆମ ବଡିରେ ପୁରା ଜଳ ହିଁ ଜଳ ଭର୍ତ୍ତି। ତେଣୁ ଇଏ ବି ଗୋଟେ ପଞ୍ଚଭୂତରୁ ଗୋଟେ ଶକ୍ତି ଏବଂ ଏହାର ବିଶେଷ ଭାବରେ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଠିକ ଅଛି, ବର୍ତ୍ତମାନ ଆମେ ଗୋଟେ ଡ୍ର କରିବା କି କୋଉ ଦିଗରେ କଣ ରହିଲେ କିଭଳି ଭାବରେ ଇମ୍ପାକ୍ଟ କରିବ। ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ। ଯଦି କୌଣସି ଲୋକର ଘରର ପୂର୍ବ ଦିଗରେ କୌଣସି ଜଳର ଉତ୍ସ ଅଛି ମାନେ ଏଇ ପୂର୍ବ ଦିଗରେ ଜଳର ଉତ୍ସ ଅଛି ତାହେଲେ ଏଇଟା ବାସ୍ତୁ ମତେ ବହୁତ ହି ଶୁଭ, ଅତ୍ୟନ୍ତ ଶୁଭ। ଯଦି ଘରର ପୂର୍ବ ଦିଗରେ କୌଣସି ନଦୀ ଯାଇଛି, ନାଳ ଯାଇଛି, ଏଟା ଅତ୍ୟନ୍ତ ଶୁଭ। ଏବଂ ପୂର୍ବ ଦିଗରେ ଥାଇ ଯଦି ଏଇଟା ଦକ୍ଷିଣରୁ ଉତ୍ତରକୁ ପ୍ରବାହିତ ହଉଛି ମାନେ ଏଇ ନଦୀଟା ଯଦି ଇଆଡିକି ପ୍ରବାହିତ ହଉଥିବ ତାହେଲେ ଆହୁରି ଶୁଭ।
ପୁରା ସମୃଦ୍ଧି ଦେଇଦବ। ଏଇଟା ତ ଶୁଭ, ଯେକୌଣସି ଜଳଭଣ୍ଡାର ଯଦି ଇଷ୍ଟ ଡିରେକ୍ସନରେ ରହିଲା ତାହେଲେ ଶୁଭ ହିଁ ଶୁଭ। କିନ୍ତୁ ଯଦି ନଦୀ ଆଉ ଜଳ, ନଦୀଟା ଥିବ ଆଉ ନାଳଟା ଥିବ, ଯଦି ସେ ଏମିତିଆ ଦକ୍ଷିଣରୁ ଉତ୍ତରକୁ ପ୍ରବାହିତ ହଉଥିବ, ତାହେଲେ ଏଇଟା ପୁରା ଡବଲ ଫାଇଦା, ପୁରା ସମୃଦ୍ଧି ଦେଇଦବ। ଠିକ ଅଛି, ନଦୀଟା ଯଦି ଦକ୍ଷିଣରୁ ଉତ୍ତରକୁ ପ୍ରବାହିତ ହଉଥିବ। ନହେଲେ ଯଦି ଖାଲି ଜଳଭଣ୍ଡାର ଅଛି ତାହେଲେ ଶୁଭ, କିନ୍ତୁ ଜଳଭଣ୍ଡାର ସହିତ ଯଦି ଯୋଉ ଜଳଟା ରହିଛି ନଦୀ କିମ୍ବା ନାଳ, ସେଟା ଦକ୍ଷିଣରୁ ଉତ୍ତରକୁ ପ୍ରବାହିତ ହଉଥିବ, ଭାରି ଶୁଭ। ଠିକ ଅଛି। ହୁଁ। ଯଦି ପଶ୍ଚିମ ଦିଗରେ ରହିଲା ଜଳଭଣ୍ଡାର ତାହେଲେ ଅଶୁଭ। ଅଶୁଭ। ଭାଇ ପଶ୍ଚିମ ଦିଗରେ ଯଦି କାହାର ଜଳଭଣ୍ଡାର ଥାଏ, ମୁଁ ଏମିତି ଆମ ଗାଁରେ ଦେଖିଛି, ସେ ଘରର ସ୍ତ୍ରୀ ଲୋକମାନେ ଅତ୍ୟନ୍ତ ଉଗ୍ର ସ୍ୱଭାବର ହେଇଥାନ୍ତି, କାହା କଥା ଶୁଣନ୍ତିନି। ମୁଁ ଗୋଟେ ଇନଷ୍ଟାନ୍ସ କହିଲି, ମୁଁ କହୁନି ଯେ ସବୁ ହବ, କିନ୍ତୁ ମାକ୍ସିମମ୍ ଟାଇମରେ ଏଇଆ ହିଁ ଦେଖାଯାଏ। ଠିକ ଅଛି। ସେମିତି ଉତ୍ତର ଦିଗରେ ଜଳର ଉତ୍ସ ରହିଲେ ଶୁଭ, ଏବଂ ଠିକ ପୂର୍ବ ଦିଗ ଭଳିଆ ଯଦି ନଦୀ ନାଳ ଉତ୍ତର ଦିଗରେ ଯାଇଛି ଏବଂ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହଉଛି, ତାହେଲେ ଏଟା ଡବଲ ବୋନସ ଦେଇଦବ, ପୁରା ସମୃଦ୍ଧି ଦେଇଦବ, ପଇସା ପୁରା ବହୁତ ପରିମାଣରେ ଆସିବ। ଏତେ ପ୍ରାଚୁର୍ଯ୍ୟ ଦବ ଏ ଘରେ, ଲୋକମାନେ ବାଣ୍ଟି ବାଣ୍ଟି ସରିବନି ଲୋକମାନଙ୍କ। ସେଇଥିପାଇଁ ବିଶ୍ଵକର୍ମା ପ୍ରକାଶରେ ଲେଖାଯାଇଛି ଯେ ଭଲ ବାସ୍ତୁ ପ୍ଲଟ ଗୋଟେ ମିଳିବା ଦେବତା ମାନଙ୍କ ପାଇଁ ବି ଦୁର୍ଲଭ। ଦେବତା ମାନେ ବି ତର୍ସି ଯାଆନ୍ତି ଭଲ ବାସ୍ତୁ ପ୍ଲଟ ପାଇବା ପାଇଁ, ମାନେ କେତେ ବଡ କଥା ଲେଖାଯାଇଛି। ହୁଁ। ଠିକ ଅଛି ନା। ହୁଁ। ତାପରେ ଦକ୍ଷିଣ ଦିଗରେ ଜଳ ଉତ୍ସ, ଯଦି ଦକ୍ଷିଣ ଦିଗରେ ଜଳ ଉତ୍ସ ରହିଲା ଅଶୁଭ। ଶତ୍ରୁ ଭୟ, ସ୍ୱାସ୍ଥ୍ୟଗତ ସମସ୍ୟା, ଘରର ସ୍ତ୍ରୀ ଲୋକମାନଙ୍କର ହେଲ୍ଥ ରିଲେଟେଡ ପ୍ରୋବ୍ଲେମ ରହିବ। ହୁଁ। ହୁଁ। ଏବଂ ଅଧିକା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଦେଖନ୍ତୁ ପ୍ଲେଲିଷ୍ଟ ଅଷ୍ଟଦିଗ ଦୋଷ, ସେଥିରେ ଆପଣ ମାନେ ପୁରା କ୍ଲିୟର ହେଇଯିବେ। ଭାଇ ଯୋଉ ଦିଗରେ କୌଣସି କାରକ ତତ୍ଵ ନେଗେଟିଭ ରହିଲା, ସେଇ ଦିଗ ରିଲେଟେଡ ପ୍ରୋବ୍ଲେମ ତାକୁ ଭୋଗିବାକୁ ପଡିବ। କ୍ଲିୟର ନା। ହୁଁ। ଏବଂ ସବୁଠୁ ଯଦି ମତେ ପଚରା ଯିବ କି କୋଉ ଦିଗରେ ଜଳ ରହିଲେ ଅତ୍ୟନ୍ତ ଶୁଭ, ତାହେଲେ ଏଇଟା ହେଲା ଈଶାନ କୋଣ। ଯଦି ଈଶାନ କୋଣରେ ରହିଲା ନା, ଏଟା ଜଳର ଉତ୍ସ ଅତ୍ୟନ୍ତ ଶୁଭ। ଠିକ ଅଛି। ହୁଁ। ଭାଇ ଏତେ ମାତ୍ରାର ଅଭିବୃଦ୍ଧି ଦବ ଏଠି, ବାଣିଜ୍ୟ, ଶିଳ୍ପ ପ୍ରତିଷ୍ଠାନ, ଆର୍ଥିକ, ମାନସିକ ସବୁ ବୃଦ୍ଧି ଦେଇଦବ ଯଦି ଈଶାନ କୋଣରେ ଜଳର ଉତ୍ସ ରହିଲା। ଠିକ ଅଛି। ହୁଁ। ତାପରେ କଣ ନା ଆଗ୍ନେୟ ଦିଗ, ଆଗ୍ନେୟ ଦିଗରେ ଜଳର ଉତ୍ସ ରହିଲେ, ଯଦି ମତେ କୁହାଯିବ ଏଇଟା ଥିଲା ଅତ୍ୟନ୍ତ ଶୁଭ, ଏଇଟା ଆଗ୍ନେୟ ଦିଗ ସାଉଥ ଇଷ୍ଟରେ ଯଦି ରହିଲା ଆଗ୍ନେୟ ଦିଗରେ, ଏଇଟା ଅତ୍ୟନ୍ତରୁ ଅତ୍ୟନ୍ତ ଅଶୁଭ। ମନେ ରହିଲା। ଯେମିତି ଏଇଟା ନର୍ଥ ଇଷ୍ଟରେ ରହିଲେ ବା ଈଶାନ୍ୟ କୋଣରେ ରହିଲେ ଯେ ଅତ୍ୟନ୍ତ ଶୁଭ, ସେମିତି ସାଉଥ ଇଷ୍ଟ କର୍ଣ୍ଣରରେ ଯଦି ଜଳର ଉତ୍ସ ରହିଲା ସେଟା ଅତ୍ୟନ୍ତ ଅଶୁଭ। କଣ ଅଶୁଭ ନା ଅଗ୍ନି ଭୟ, ଧନର ଅଭାବ, ସ୍ତ୍ରୀ ଲୋକମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା କଥା ଦେଖାଯିବ। ଠିକ ଅଛି ନା। ତାପରେ ଆସିଲା କଣ ନା ବାୟବ୍ୟ କୋଣ। ବାୟବ୍ୟ କୋଣ ହେଲା ଆମର ନର୍ଥ ୱେଷ୍ଟ। ନର୍ଥ ୱେଷ୍ଟ କୋଣରେ ଯଦି ଜଳର ଉତ୍ସ ରହିବ, ତାହେଲେ ବି ବହୁତ ଖରାପେ। ସମ୍ପର୍କ ବିଗିଡି ଯିବ, ଖର୍ଚ୍ଚ ବଢିବ, ମହିଳା ମାନେ ପରସ୍ପର ଭିତରେ ମାନେ ଝଗଡା କରିବେ, ତାଙ୍କ ଭିତରେ ପଡିବ ନାହିଁ, ଋଣ ଅଧିକା ବଢିବ। ଠିକ ଅଛି ନା। ଏବଂ ଆଉ ବଳିଲା ଆମର କଣ ନା ନୈଋତ କୋଣ। ନୈଋତ କୋଣରେ ବି ଜଳର ଉତ୍ସ ରହିଲେ ଅଶୁଭ। କଣ ପ୍ରୋବ୍ଲେମ ଦବ ନା ଅନ୍ତେବାସୀ ମାନଙ୍କର ସମ୍ମାନ ହାନି କରେଇଦବ, ନାନା ପ୍ରକାର ସମସ୍ୟା ଦେଖେଇବ, ଏବଂ ଲୋକମାନେ କାହା କାହା ଭିତରେ ପଡିବେନି, କଥା କଟାକଟି ହବ, ନିଜ ନିଜ ଭିତରେ ତର୍କ ବଢିବ। ବୁଝିପାରିଲେ ତ। ଇଏ କମ୍ପ୍ଲିଟ ହେଲା ଆମର ଅଷ୍ଟ ଦିଗରେ ଯଦି ଜଳର ଉତ୍ସ କୋଉଠି ଥାଏ, ତାହେଲେ ସେ କିଭଳି ଭାବରେ ଇମ୍ପାକ୍ଟ କରେ। ଠିକ ଅଛି। ହୁଁ।
ଯେମିତି ଆମେ ଗୋଟେ ପ୍ଲେଲିଷ୍ଟ ବନେଇଛେ ଯୋଉଥିରେ ଆମେ କହିଛେ କି ଅଷ୍ଟ ଦିଗର ଦୋଷ ଏବଂ ତାର ପ୍ରତିକାର, ଠିକ ଆମେ ସେମିତି ଆହୁରି ଗୋଟେ ବି ପ୍ଲେଲିଷ୍ଟ ବନେଇବା ଯେ ଯୋଉଥିରେ ଥିବ ଅଷ୍ଟ ଦିଗରେ ଯଦି ଉନ୍ନତ ମାନର ଥିବ ତାହେଲେ ସେ ଘରର ଗୃହକର୍ତ୍ତାଙ୍କୁ କିଭଳି ଭାବରେ ଉନ୍ନତ ଫଳ ରେଜଲ୍ଟ ଦେବ। ଠିକ ଅଛି। ହୁଁ ତେବେ ଆଜି ଆମେ ବାସ୍ତୁର ଯୋଉ ସିଲେକ୍ସନ ପ୍ଲଟ ସିଲେକ୍ସନ କରିବା ପାଇଁ, ବାସ୍ତୁ ମତରେ ପ୍ଲଟ ସିଲେକ୍ସନ କରିବା ପାଇଁ, ବା ଯଦି କୌଣସି ଲୋକର ଘରର ଯଦି ବିଭିନ୍ନ ଦିଗରେ ପ୍ରାକୃତିକ ପରିବେଶ ହିସାବରେ ନଦୀ ପୁଷ୍କରିଣୀ ଜଳର ଉତ୍ସ ଥାଏ ତାହେଲେ ସେ କିଭଳି ରେଜଲ୍ଟ ଦବ ସେ ବିଷୟରେ ଆମେ ଗୋଟେ ସମ୍ୟକ ନଲେଜ ନେଲେ। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ବାସ୍ତୁର ଏଇ ସିରିଜ ର ସେସନ ସହିତ ହାଜିର ହବା, ଯେମିତିକି ଖାଲି ସ୍ଥାନ, ଖାଲୁଆ ସ୍ଥାନ, ଆଉ କଣ ଆପଣଙ୍କର ଗଛ, ଠିକ ଅଛି, ଜୀବଜନ୍ତୁ, ଘରରେ କୋଉ ଭଳିଆ ଗଛ ରହିବା ଦରକାର, ପ୍ଲଟ ଭିତରେ କୋଉ ଭଳିଆ ଗଛ ରହିବା ଦରକାର, ସେଇ ବିଷୟରେ ଆମେ ଆଲୋଚନା କରିବା। ଆଉ ଦି ତିନିଟା କ୍ଲାସରେ ଏଇ ଟପିକ ଟା ଆମର ଓଭର ହେଇଯିବ। ତେଣୁ ଆପଣ ମାନେ ଯଦି ଏଗୁଡା ବହୁତ ଛୋଟ ଜିନିଷ, କିନ୍ତୁ ଯେତେବେଳେ ଆପଣ ବାସ୍ତୁ କରିବାକୁ ଯିବେ ନା, ଏଗୁଡା ଆପଣଙ୍କ ଆଖିରେ ଧଡ 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 କିରି ପଡିବ। ଆପଣ ମାନେ କିଛି ନହେଲେ ବି କିଛି ଫ୍ରି ଟାଇମ ପାଉଥିଲେ ସେ ଭିଡିଓ ଗୁଡା ଶୁଣନ୍ତୁ ଆଜ୍ଞା। ଆପଣ ଚାରିଆଡେ ଆପଣ ଦେଖନ୍ତୁ, ମଣିଷ ଯଦି ରିସର୍ଚ୍ଚ ନ ରହିବ ସେ ବାସ୍ତୁ ଆଉ ଆଷ୍ଟ୍ରୋଲୋଜି କରିପାରିବନି। ସେ ଯୋଉ ଡିରେକ୍ସନ ରେ ଯାଉଥିବ ତା ଆଗରେ ଯଦି ବାସ୍ତୁ ଆଷ୍ଟ୍ରୋଲୋଜି ନାଚୁଥିବ, ମାନେ ଗୋଟେ ଜାଗାକୁ ଗଲା ସେଠି ଗଛ ଦେଖିଲା, ସେଠି ସେ ରିଲେଟ କରିବ କି ଆଜ୍ଞା ଏଇ ଗଛଟା ଟିକେ ପଜିଟିଭ କି ନେଗେଟିଭ। ଏଇଟା ରିସର୍ଚ୍ଚ ରହି 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 କଣ୍ଟିନ୍ୟୁସ ଏମିତି ପ୍ରାକ୍ଟିସ କରି କରି ହବ। ନାଇଁ କି ଆଜି ପଢିଲି ଥୋଇଦେଲି ଅନ୍ୟ କିଛି ଟପିକ କଲି। ଆପଣ ପଛେ ଗୋଟିଏ ଜିନିଷ କରନ୍ତୁ ଦିନକୁ, ସେ ଗୋଟିଏ ଜିନିଷ ଯଦି ଭଲ ସେ କରନ୍ତି ତାହେଲେ 365 ରେ 365ଟା ନୂଆ କଥା ଜାଣିଲେ ନା ଭାଇ। ଏବଂ ସେଇଟା ଆପଣଙ୍କୁ ବାସ୍ତବର କର୍ମରେ କଲା ବେଳେ ବହୁତ ହେଲ୍ପ କରିବ, ବହୁତ ହି ହେଲ୍ପ କରିବ। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ କରିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜୟ ଶ୍ରୀ ଜଗନ୍ନାଥ।